नमस्कार जय जगन्नाथ आज अध्याय को आपण मानक स्वागत। ओम नमो भगवते वासुदेवाय। अष्टाशीतम अध्याय। सूर्य परागे कुरुक्षेत्रे जादवे राजाय एकत्रे मिली गाइले कृष्ण गुण 88 अध्याय वर्णन। श्रीशुक उवाच। प्रेम आनंदे मुनिवर बोलंती शुण कुरुवीर धरणी भारा निवारण अनादि परम कारण अनंत तुले नर हरि मनुष्य रूपे अवतरी आनंदे द्वारावती पुरे विहार मनुष्य शरीरे ज्योतिष विद्या अनुमाने विचारी ऋषिंक वचने ज्योतिषे कृष्ण पासे जाई कहिले सिरे कर देई भोनाथ शुण सावधाने मकर पंचदश दिने तृतीय मुहूर्त प्रवेशे सिंहिका सुतर विग्रासे दिवसे प्रकाशिब निशि प्रलय काल प्राय दिशि एमंते दैवज्ञ बाणी गोविंद सावधाने शुणी घोषणा देले निज पुरे तीर्थ गमन अनुसारे त्रेतया जुगे भृगुराम राजांकु बही घोरतम दिग विजये परशुपाणी राजांकु कुरुक्षेत्रे आणी कोपे छेदिले तांको मुंड रुधिरे करी सात कुंड रुधिर कुंडे स्नान करी पितांकु तर्पणे उद्धरी तेणु होइला तीर्थकल्प स्नाने हरई सर्व पाप हेमंते जने राम तीर्थे स्नाहान दान जे झामते करंती निगम बेभार एबे हो शुण कुरुवीर भारत भूमि प्रजा जेते पुत्र कलत्र धन जुते एमंते चारि दिगु जेते प्रवेश हेले कुरुक्षेत्रे ज्ञान अज्ञाने पाप जेते स्नाने खंडी बाराहुग्रस्ते सुतीर्थे स्नान दान फले पापु तरिबा अवहेले एते विचारी पुण्य ध्यायी मिलिले कुरुक्षेत्रे जाई गोविंद नंदी घोष रथे बसी चलिले राजपथे श्रीकृष्ण जानते कुरुक्षेत्रे सज होइले ज्ञाति गोत्रे देवकी वसुदेव घेनी कृष्णर जेते कामिनी प्रद्युम्न श्याम्ब कृष्ण सुते सुख सारणर सहिते कृतवर्मा जे अनिरुद्ध पुरर कंती जेते जोध उग्रसेनर जेते बल सज होइले काम पाल आबर गले जदु जुथे आरोही अश्वगज रथे निज कलत्र घेनी संगे गमिले कुरुक्षेत्र रंगे इंद्रर संगे देव बृंदे जेसने गमंती आनंदे गगने ग्रस्त दिवाकर दिवसे दिशिला अंधार लोचन देखि रविग्रास सकले होइले हरस हेमंते राहुग्रस्त काले राजाए पशि पुण्य जले करंती स्नान दान विधि वेद वचने जे प्रसिद्धि गोविंद उपवास कले हरसे पशि पुण्य जले विप्रंकु बरी भगवान देले सुवस्त्रानुदान विविध अलंकार भरी गोटिए धेनु दान करी अन्न सुवर्ण वस्त्र दान आनंद मने भगवान विविध मते दान देई तीरे बसिले कृष्ण जाई যাদব বল সেই মতে স্নান সারিলে যে ঝামতে ভোজন সারি সঙ্গ মেলে বসিলে নানা বৃক্ষ তলে দেবকী দেবী বসুদেব বসিলে রাম পদ্মনাভ এমন্তে কহিবি মুকেতে
ଶ୍ରୀକୃଷ୍ଣ ପତ୍ନୀ ସୁତ ଯେତେ ବୃକ୍ଷର ମୂଳେ ବିରାଜନ୍ତି ଗଗନେ ଯେହ୍ନେ ତାରାପନ୍ତି ହେମନ୍ତେ ରାମ ହ୍ରଦ ତଟେ ରାମ ଗୋବିନ୍ଦର ନିକଟେ କୃଷ୍ଣର ଦର୍ଶନେ ଆନନ୍ଦ ଆସି ମିଳିଲେ ବନ୍ଧୁ ବୃନ୍ଦ ମତ୍ସ୍ୟ ଉଷି ନର କୌଶଳ ବିଦର୍ଭ ଆଦି କୁରୁବଳ ସୃଞ୍ଜୟ କମ୍ବୋଜ କେକୟ ଆନର୍ତ କୁନ୍ତି ମର୍ଦ୍ଦରାୟ କହିବି ଏକ ଏକ କେତେ କେରଳ ଆଦି ରାଜା ଯେତେ ସୁହୃଦ ବନ୍ଧୁ ମିତ୍ର জন ଅପରେ ଅନେକ ରାଜନ ନନ୍ଦ ଯଶୋଦା ଆଦି କରି ଗୋପରେ ଯେତେ ନର ନାରୀ ଗୋପୀଏ କୃଷ୍ଣ ରୂପ ଦେଖି ଅଶ୍ରୁ ଗଳଇବେନି ଆଖି ଫୁଟିଲା ପଦ୍ମ ପ୍ରାୟ ନେତ୍ର ପ୍ରସନ୍ନ ହେଲା ହୃଦ ବକ୍ର କିୟ ବା ଦେବା ପଟାନ୍ତର ଯାହାର ମିଳେ ଦାମୋଦର ଲୋଚନେ ଦେଖି କଲେ ଧ୍ୟାନ ଅନ୍ତରେ କରି ଆଲିଙ୍ଗନ ପୁଲକେ ଅଙ୍ଗେ ରୋମରାଜି ପ୍ରେମ ଆନନ୍ଦେ ଚକ୍ଷୁ ବୁଜି କଣ୍ଠ କୁଣ୍ଠିତ ମଞ୍ଜୁବାଣୀ ତା ଦେଖି କୃଷ୍ଣର ତରୁଣୀ ସୁହୃଦ ଭାବେ ଏକ ମେଳେ କରନ୍ତି ଜଣେ ଜଣେ କୋଳେ ମୁଖ ପଙ୍କଜେ ମନ୍ଦ ହାସେ ଦୃଢ଼େ ଯନ୍ତ୍ରିତ ସ୍ନେହ ପାଶେ ନିବିଡ଼େ କୁସୁମ ଲେପନ ଭାବେ ଲଗାଇ ସ୍ତନେ ସ୍ତନ ଭୁଜେ କରନ୍ତି କୋଳେ କୋଳ ଅଶ୍ରୁ ପୂରିତ ବେନି ଡୋଳ ଏହି ପ୍ରକାରେ ବଧୂଜନେ ଯେ ବିଧି ଯଥା ଅନୁମାନେ ଆଶିଷ ବଦନେ କରନ୍ତି କୁଳ କୁଶଳ ପଚାରନ୍ତି ଏକ ଆରକେ ନାହିଁ ବ୍ୟଥା ଆନନ୍ଦେ କହି କୃଷ୍ଣ କଥା କୃଷ୍ଣ ଭକତି ହୃଦେ ଘେନି ମିଳିଲେ ପାଣ୍ଡବ ଜନନୀ ଭ୍ରାତ ଭଗିନୀ জন ମଧ୍ୟେ ପୁତ୍ର ପୌତ୍ର ଅନୁବନ୍ଧେ ପିତା ଜନନୀ ମୁଖ ଚାହିଁ ଭାତୃକାମିନୀ ମଧ୍ୟେ ଥାଇ ଅନାଇ ଗୋବିନ୍ଦ ଶ୍ରୀମୁଖ ଛାଡ଼ିଲା କଷ୍ଟ ଦୁଃଖ ଶୋକ ବସୁଦେବର ମୁଖ ଚାହିଁ ବୋଲଇ ଶୋକ ଭର ହୋଇ କୁନ୍ତି ଉବାଚ ଭୋଭ୍ରାତ ଏ ମୋହର ଜନ୍ମ ମନୁଷ୍ୟ ମଧ୍ୟ ହୀନ କର୍ମ ଯେତେ ଆପଦ ମୋର ହୋଇ ମୋ ବିନୁ ଅନ୍ୟ କେବା ସହି ତେଡ଼େ ଆପଦେ ନସୁ ମୋର ଅଭାଗୀ ଜୀବନ ମୋହର ସୁହୃଦ ଜ୍ଞାତି ପୁତ୍ର ଭାଇ ପିତା ଜନନୀ ଯାର ଥାଇ ଆପଦେ ନ କରନ୍ତି ଚିନ୍ତା ତାହାକୁ ବାମଟି ବିଧାତା ଏମନ୍ତ କର୍ମ ମୋର ଭାବ ତା ଶୁଣି ବୋଲେ ବସୁଦେବ ଶୁଣ ଗୋ ମାତ ମୋ ବଚନ ଆମ୍ଭଙ୍କୁ ନ କର ନିନ୍ଦନ ଦେଖ ସଂସାରେ ଯେତେ ଲୋକ ଈଶ୍ୱର କ୍ରୀଡ଼ାର କନ୍ଦୁକ ଈଶ୍ୱର ଯନ୍ତ୍ର ମଧ୍ୟେ ପଡ଼ି କାର୍ଯ୍ୟ କାରଣେ ପଥ ହୁଡ଼ି ଈଶ୍ୱର ଆଜ୍ଞା ଅନୁମତେ ପ୍ରାଣୀ ଭଜନ୍ତି ନାନା ପଥେ କଂସ ପ୍ରତାପେ ଆମ୍ଭେ ତାପି ବୁଲିଲୁ ବନ ଦିଗ ବ୍ୟାପୀ ପୁଣି ମିଳିଲୁ ନିଜ ଦେଶେ ଏସବୁ ଈଶ୍ୱର ଆଦେଶେ କହନ୍ତି ବ୍ୟାସଙ୍କ ନନ୍ଦନ ଶ୍ରୀ ବସୁଦେବ ଉଗ୍ରସେନ ଯାଦବେ ମାନ ଗୌରବେ ପୂଜିଲେ ନୃପତିଙ୍କି ଭାବେ ରାଜା ଏ କୃଷ୍ଣ ଦର୍ଶନେ ହରଷେ ପୂଜିଲେ ସୁମନେ କୃଷ୍ଣ ବିରାଟ ସୁତା ସୁତ ଗୋବିନ୍ଦ ସମୀପେ আগত ଜାହ୍ନବୀ ସୁତ ଦ୍ରୋଣ ଗୁରୁ ଅମ୍ବିକା ପୁତ୍ର ମହାମେରୁ ଗାନ୍ଧାରୀ ଘେନି ପୁତ୍ର ସତ ଦ୍ରୌପଦୀ ତୁଲେ ପାଣ୍ଡୁ ସୁତ ଶକୁନି ସଞ୍ଜୟ ବିଦୁର ଏ ଆଦି ଯେତେ ନୃପବର ବିରାଟ ତୁଲେ କୁନ୍ତି ଭୋଜ ଭୀଷ୍ମକ ନଗ୍ନ ଜିତ ରାଜ ଦ୍ରୁପଦ ପୁରୁ ଜିତ ବେନି ଶଲ୍ୟ ଯେ ଧୃଷ୍ଟ କେତୁ ଘେନି କାଶୀ ନୃପତି ଦମ ଘୋଷ ମୈଥିଳ ବିଶାଳାକ୍ଷ ଈଶ ମଦ୍ରକ କୈକେୟ ଭାନୁ ସଙ୍ଗେ ନୃପତି ଯୁଥାମନ୍ୟୁ ସୁଶର୍ମା ବାଲି କର ମେଳେ ମିଳିଲେ ଯୁଧିଷ୍ଠିର ତୁଲେ 16,000 ସତେ ନାରୀ ଅଷ୍ଟ ଅଧିକ ଆଦି କରି ଦେଖି ବିସ୍ମୟେ ନୃପଗଣେ ନମିଲେ କୃଷ୍ଣର ଚରଣେ ରାମ ଗୋବିନ୍ଦ ତୋଷ ମନେ ରାଜାଙ୍କୁ ବସାଇ ଆସନେ ନାନା ପ୍ରକାରେ ପୂଜା ବିଧି ପୂଜିଲେ ଯେ ଯାହା ପ୍ରସିଦ୍ଧି ଆନନ୍ଦେ ସର୍ବ ନୃପବର
ଯଦୁଙ୍କୁ ବୋଲନ୍ତି ଉତ୍ତର ହେ ଭୋଜପତି ତୁମ୍ଭ ଜନ୍ମ ସଂସାର ମଧ୍ୟ ବଡ଼ ଧନ୍ୟ ଯେ ହରି ଯୋଗୀଙ୍କି ଦୁର୍ଲଭ ତୁମ୍ଭଙ୍କୁ ହୋଇଲେ ସୁଲଭ ଦୃଷ୍ଟି ଗୋଚରେ କୃଷ୍ଣ ଦେଖି ନିର୍ମଳ କଲ ଚର୍ମ ଆଖି ଯାର ବି ସୁତି ସୁତି ସ୍ତୁତ ପବିତ୍ର କର ଇ ଜଗତ ପାଦ ଉଦକ ସୁର ଧୁନି ପବିତ୍ର করে পুর তিনি সকল শাস্ত্র যার বাণী জগত তরে তাহা শুনি কাଳ ଅନଳେ ଏ ଧରଣୀ ଭଗ ଭର୍ଜିତ ପ୍ରାୟ ମଣି ଯାହାର ଚରଣ ସ୍ପରଶେ ଜୀବନ ପାଏ ଭାରାନାସେ ସେ ହରି ନିତ୍ୟ ତୁମ୍ଭ ପାଶେ ନରକ ପଥ ଗୃହ ବାସେ ତାହାର ଦର୍ଶନ ସ୍ପରଶ ଅନୁଗମନ ପରିହାସ ଯୋନି ସମ୍ବନ୍ଧେ ପିଣ୍ଡ ଦାନ ନାନା ସମ୍ବନ୍ଧେ ଅନୁଧ୍ୟାନ ଏହା ପାଇଲ ତପଦାହି ସ୍ୱର୍ଗାପ ବର୍ଗେ ବାଞ୍ଛା ନାହିଁ ଏମନ୍ତେ ରାଜାଙ୍କ ବଚନ ଶୁଣି ହସନ୍ତି ଉଗ୍ରସେନ କହନ୍ତି ବ୍ୟାସଙ୍କର ବଳା ନନ୍ଦ ଯେ କୁରୁକ୍ଷେତ୍ରେ ଥିଲା ନିଜ ଗୋକୁଳ ସଙ୍ଗତରେ ମିଳିଲା ଶ୍ରୀକୃଷ୍ଣ ଛାମୁରେ ଶକଟ ସାଜି ନାନା ମତେ ଅନେକ ପରଜା ସଙ୍ଗତେ ନନ୍ଦକୁ ଦେଖି ବୃଷ୍ଣିଗଣ ଉଠିଲେ ତେଜିଣ ଆସନ ପିଣ୍ଡ ଯେ ସନେ ପ୍ରାଣ ପାଇ ଉଠି ଆନନ୍ଦେ ସମ୍ଭାଳଇ ଚିରଦର୍ଶନ କାତରେ ହୃଦେ ଭିଡ଼ନ୍ତି ସ୍ନେହ ଭରେ ଆନନ୍ଦେ ଉଠି ବସୁଦେବ ନନ୍ଦର ମିତ୍ର ପ୍ରିୟ ଭାବ ନନ୍ଦଙ୍କୁ ଆଲିଙ୍ଗନ କରି ବେନି ନୟନୁ ବହେ ବାରି କଂସର କୃତ କ୍ଲେଶ ଯେତେ ସବୁ ସୁମରି ଶୋକ ଚିତେ କୃଷ୍ଣଙ୍କୁ ଘେନି ରାତ୍ର କାଳେ ଯେମନ୍ତେ ଥୋଇଲା ଗୋକୁଳେ ତାହା ସୁମରି ଅତି ସ୍ନେହେ ଚିତ୍ତ ଜଡ଼ିତ ମାୟା ମୋହେ ପାଶେ ଯେ ଥିଲେ ରାମ ହରି ନନ୍ଦ ଯଶୋଦା ପାଦ ଧରି ନମନ୍ତି ଅତି ସୁଖ ଭୋଳେ ବସନ୍ତି ବେନି ଜନ କୋଳେ ହୃଦରେ କରି ଆଲିଙ୍ଗନ ବଦନୁ ନ ସ୍ଫୁରେ ବଚନ ଯଶୋଦା ବେନି ଭୁଜେ ଧରି ହୃଦେ ଲଗାଇ ନରହରି ପ୍ରାଣ ହୁଁ ଅତି ସ୍ନେହ ଭରି ନିବିଡ଼େ ଆଲିଙ୍ଗନ କରି ପରମାନନ୍ଦ ଲଭି ସୁଖ ବେଗେ ଛାଡ଼ିଲା ମନ ଦୁଃଖ ନନ୍ଦ ରାମଙ୍କୁ କରି କୋଳ ଅଶ୍ରୁ ଗଡ଼ାଇ ବେନି ଡୋଳ ହୃଦେ ନିରୋପି ଦିବ୍ୟ ଜ୍ଞାନ ଛାଡ଼ିଲା ଦୁଃଖ ଶୋକ ମାନ ଦେବକୀ ରୋହିଣୀ ଆନନ୍ଦେ ଭାବେ ଲଗାଇ ହୃଦେ ନିର୍ଭରେ ଆଲିଙ୍ଗନ କରି ମିତ୍ର ସ୍ୱଭାବେ ବ୍ରଜେଶ୍ୱରୀ ବିପଦ କାଳେ ମିତ୍ର ଗୁଣ ଶୋକେ ସୁମରି ପୁଣ ପୁଣ ବୋଲନ୍ତି ଯଶୋଦାକୁ ଚାହିଁ କିସ ଉପମା ଦେବି ମୁହିଁ ଇନ୍ଦ୍ର ସମ୍ପଦ ସୁଖ ଭୁଞ୍ଜି କେ ପାରୁ ତୁମ୍ଭ ଋଣ ସୁଝି ବେନି ବାଳକ ତୁମ୍ଭ ଘରେ ପ୍ରାଣ ପୋଷିଲେ କଂସ ଡରେ ରାମ ଗୋବିନ୍ଦ ଭାଇ ବେନି ତୁମ୍ଭେ ଯେ ପ୍ରିୟର ଜନନୀ ପାଳଇ ପୁତ୍ର ହୁଁ ଅଧିକେ ତୁମ୍ଭେ ଯେ ଧନ୍ୟ ବେନି ଲୋକେ ପୋଷିଲ ପୁତ୍ର ଭାବ ଘେନି ପକ୍ଷ୍ମ ଯେ ସନେ ଚକ୍ଷୁ ବେନି କି ଆର ସଂସାର ବେଭାର ତୁମ୍ଭର ନାହିଁ ପରାପର ଏମନ୍ତେ ଯଶୋଦାର ତୁଲେ ଦେବକୀ ରୋହିଣୀ ବସିଲେ ଶୁଣ ରାଜନ ଚୂଡ଼ାମଣି ଆନନ୍ଦେ ଗୋପାଳ ତରୁଣୀ କୃଷ୍ଣଙ୍କୁ ଦେଖି ସୁଖ ଭୋଳେ ନିରୋପି ନୟନ ନିଶ୍ଚଳେ ଲଜ୍ଜା ଉପେକ୍ଷୀ ଗୋପୀ ବୃନ୍ଦ ଚିରଦର୍ଶନରେ ଆନନ୍ଦ ନିଶ୍ଚଳେ କୃଷ୍ଣଙ୍କୁ ଚାହାନ୍ତି ପକ୍ଷ୍ମକାରୀକୁ ଶାପ ଦେନ୍ତି ଚାହାନ୍ତି କୃଷ୍ଣ ସର୍ବ ଅଙ୍ଗ ଅଗ୍ନି କି ଯେ ସନେ ପତଙ୍ଗ କୃଷ୍ଣର ରୂପ ପ୍ରିୟ ଭାବେ ହୃଦେ ଭରିଲେ ଦୃଷ୍ଟି ମାର୍ଗେ ଆନନ୍ଦ ରୂପ ଭଗବାନ ଅନ୍ତରେ କଲେ ଆଲିଙ୍ଗନ ଲଭିଲେ ନିଜ ପ୍ରିୟ ଭାବ ଯେ ହରି ଯୋଗୀଙ୍କି ଦୁର୍ଲଭ ଗୋପୀଙ୍କ ଭାବ ଦେଖି ହରି ଅନନ୍ତ ମାୟା ଯୋଗ କରି କେହି ନ ଦେଖେ ରୂପ ଡୋଳେ ମିଳିଲେ ଗୋପୀଙ୍କର ମେଳେ ପଚାରି ଗୋପୀଙ୍କ କୁଶଳ କରନ୍ତି ଜଣେ ଜଣେ କୋଳ ବୋଲନ୍ତି ଜଗତ ମୋହନ କୋମଳ ଗଭୀର ବଚନ ଶୁଣ ଗୋ ସଖୀ ଜନେ ମୋର ମୁଁ ଯେ ରହିଲି ମଧୁପୁର ରହିଲି ନିଜ କର୍ମ ଆସେ ଭାରା ନିବାରଣ ବିଶ୍ୱାସେ
ଅନେକ ଦିନୁ ନାହିଁ ଦେଖା ମୁହିଁ ଯେ ତୁମ୍ଭ ନିଜ ସଖା ସ୍ମରଣ କର ଟିକି ମୋତେ ଲୀଳା ବିହାର ଶୁଦ୍ଧ ଚିତେ ଈଶ୍ୱର ମାୟାରେ ସଂସାର ସଂଯୋଗେ ବିୟୋଗ ବ୍ୟବହାର ପବନ ଯେନେ ମେଘମାଳା ଧରଣୀ ରେଣୁ ତୃଣ ତୁଳା କରଇ ସଂଯୋଗ ବିଯୋଗ ଏମନ୍ତ ଈଶ୍ୱରର ଯୋଗ ମୋହରେ ଭକ୍ତି ଯେ କରନ୍ତି ମୁଁ ତ ହୁଁ ଭିନ୍ନ ସେ ନୁହନ୍ତି ତୁମ୍ଭର ଭାଗ୍ୟ ଏ ସଂସାରେ ଭାବେ ଭଜିଲ ମୋ ପୟରେ ମୁହିଁ ସକଳ ପ୍ରାଣୀଙ୍କର ଆବରି ଭିତର ବାହାର କରଇ ସୃଷ୍ଟି ଆଦି ଅନ୍ତ ଯେହ୍ନେ ଜଡ଼ିତ ପଞ୍ଚଭୂତ ଉଭୟ ମହିମା ମୋହର ଜ୍ଞାନୀ ଜନଙ୍କୁ ଅଗୋଚର ଏମନ୍ତେ ପ୍ରଭୁ ଭଗବାନ ଗୋପୀଙ୍କି କହି ତତ୍ତ୍ୱ ଜ୍ଞାନ ଫେଡ଼ିଲେ ଜୀବର ବନ୍ଧନ ଗୋପୀଏ କୃଷ୍ଣ ଦର୍ଶନ ନିର୍ଲେପ ନିଜ ରୂପ ଚାହିଁ ବୋଲନ୍ତି ଶିରେ କର ଦେଇ ଭୋନାଥ ଶୁଣ ପଦ୍ମନାଭ ଲଭିବୁଁ ତୋ ଚରଣେ ଭାବ ତୋର ଚରଣ ହେ ଅନନ୍ତ ଯୋଗୀଙ୍କ ହୃଦ ପଦ୍ମେ ସ୍ଥିତ ଅଜ୍ଞାନ ମାୟାର ପ୍ରବୋଧ ଭୋନାଥ ତୋର ପଦ୍ମପାଦ ସଂସାର ଅନ୍ଧକାର କୂପେ ପ୍ରାଣୀ ଯନ୍ତ୍ରିତ ତିନି ତାପେ ତୋ ପଦ୍ମ ପାଦ ଚକ୍ର ପାଣି ତାହାଙ୍କ ତୋରି ବାଣୀ ଶୁଣି ଏମନ୍ତେ ଗୋପୀଙ୍କି ନିସ୍ତାରି ନିଜ ଆସନେ ବିଜେ କରି ସେ ହରି ଚରଣ କମଳେ ମୋ ମନ ରହୁ ଧ୍ୟାନ ବଳେ ପାରି ନ ପାରି କଲି ଆସ ବୋଲଇ ଜଗନ୍ନାଥ ଦାସ। इति श्रीमद्भागवते महापुराणे परमहास्यां संहितायां दशमस्कन्धे तीर्थयात्रा वर्णने गोपीगण निस्तारणं नाम 88तमोऽध्यायः।